ଆଜି ସକାଳ 10ଟାରେ ସାକ୍ଷୀଗୋପାଳ ମନ୍ଦିରର କିଛି ସେବାୟତ ସତ୍ୟବାଦୀ ବିଧାୟକ ଓମପ୍ରକାଶ ମିଶ୍ରଙ୍କ ନେତୃତ୍ୱରେ ଭୁବନେଶ୍ୱର ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି। ସାକ୍ଷୀଗୋପାଳ ମନ୍ଦିର ପରିଦର୍ଶନ ପାଇଁ ନିମନ୍ତ୍ରଣ କରିବା ସହ ମନ୍ଦିରର ବିଭିନ୍ନ ମୌଳିକ ସମସ୍ୟା ଯଥା ପାନୀୟ ଜଳ, ଶୌଚାଳୟ, ଯାତ୍ରୀ ନିବାସ, ଆଲୋକ, ପାର୍କିଂ ଓ ସେବାୟତଙ୍କ ସମସ୍ୟା ନେଇ ଅବଗତ କରାଇଥିଲେ। ମୁଖ୍ୟମନ୍ତ୍ରୀ ସାକ୍ଷୀଗୋପାଳ ମନ୍ଦିର ପରିଦର୍ଶନରେ ଆସିବା ପାଇଁ ସେବାୟତଙ୍କୁ କହିବା ସହ ଖୁବ୍ ଶୀଘ୍ର ସମସ୍ତ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଆଜି ସକାଳ 10ଟାରେ ସାକ୍ଷୀଗୋପାଳ ମନ୍ଦିରର କିଛି ସେବାୟତ ସତ୍ୟବାଦୀ ବିଧାୟକ ଓମପ୍ରକାଶ ମିଶ୍ରଙ୍କ ନେତୃତ୍ୱରେ ଭୁବନେଶ୍ୱର ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି। ସାକ୍ଷୀଗୋପାଳ ମନ୍ଦିର ପରିଦର୍ଶନ ପାଇଁ ନିମନ୍ତ୍ରଣ କରିବା ସହ ମନ୍ଦିରର ବିଭିନ୍ନ ମୌଳିକ ସମସ୍ୟା ଯଥା ପାନୀୟ ଜଳ, ଶୌଚାଳୟ, ଯାତ୍ରୀ ନିବାସ, ଆଲୋକ, ପାର୍କିଂ ଓ ସେବାୟତଙ୍କ ସମସ୍ୟା ନେଇ ଅବଗତ କରାଇଥିଲେ। ମୁଖ୍ୟମନ୍ତ୍ରୀ ସାକ୍ଷୀଗୋପାଳ ମନ୍ଦିର ପରିଦର୍ଶନରେ ଆସିବା ପାଇଁ ସେବାୟତଙ୍କୁ କହିବା ସହ ଖୁବ୍ ଶୀଘ୍ର ସମସ୍ତ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।